ସତ୍ୟବ୍ରତ ବରାଳ ଓ ଉତ୍ତମ ବରାଳଙ୍କୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ। ଜୁଆରମୁରୁରୁ ଆପଣମାନଙ୍କୁ ନ୍ୟୁଜ୍ 26କୁ ସ୍ୱାଗତ। ନୂଆପଡ଼ାର ସତ୍ୟବ୍ରତ ବରାଳ ଓ ଉତ୍ତମ ବରାଳଙ୍କୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି। ସିନାପାଲି ବ୍ଲକ ଘୁଚାଗୁଡ଼ା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। 2024-25 ଆର୍ଥିକ ବର୍ଷରେ ସିଏଫ୍ସି ଓ ଏଫ୍ଏଫ୍ସି ଆର୍ଥିକ ପାଣ୍ଠିରୁ କୁରେଶ୍ୱର ଗ୍ରାମ ପଞ୍ଚାୟତରେ ହାଇମ୍ୟାକ୍ସ ଲାଇଟ୍, ଷ୍ଟ୍ରିଟ୍ ଲାଇଟ୍ର କାର୍ଯ୍ୟକାରିତା ଓ ମରାମତି ସହ ଜିମ୍ ସାମଗ୍ରୀ କୁରେଶ୍ୱର ପାର୍କରେ ସ୍ଥାପନ କରିବା ନେଇ 7,20,981 ଟଙ୍କା ଆର୍ଥିକ ଅର୍ଥ ଆତ୍ମସାତ କରିଛନ୍ତି। ସରପଞ୍ଚ ବିଜୟଲକ୍ଷ୍ମୀ ବରାଳଙ୍କ ଅବଗତରେ ଏହି ଅର୍ଥ ଆତ୍ମସାତ ହୋଇଥିବା ବିଭାଗ ପକ୍ଷରୁ ପ୍ରକାଶ। ଷ୍ଟ୍ରିଟ୍ ଲାଇଟ୍ର କାର୍ଯ୍ୟକାରିତା ଓ ମରାମତି ପାଇଁ ସରପଞ୍ଚଙ୍କ ପୁଅ ତଥା କାର୍ଯ୍ୟନିର୍ବାହୀଙ୍କ ଭାଇଙ୍କ ବ୍ୟାଙ୍କ ଖାତାରେ 4,20,000 ଟଙ୍କା ଜମା ହୋଇଛି। ସେହିପରି 3,09,81 ଟଙ୍କା କୁରେଶ୍ୱର ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବରୁଣଙ୍କ ଖାତାରେ ଜମା ହୋଇଅଛି। ସରକାରୀ ଅର୍ଥକୁ ଗୋଟିଏ ପରିବାର ସମସ୍ତେ ମିଳିତ ରୂପେ ଆତ୍ମସାତ କରିଥିବା ଅଭିଯୋଗ ଆସିଅଛି। ପଞ୍ଚାୟତର ଘଟଣା କ'ଣ ଘଟଣା ହେଇଛି ସାର୍, ଆଉ କ'ଣ ଅଭିଯୋଗ ଥିଲା ସେନେ କ'ଣ? ଆମକୁ ବିଶ୍ୱସ୍ତ ସୂତ୍ରରୁ ଗୋଟେ ଅଭିଯୋଗ ପାଇଲୁ ଯେ ନୂଆପଡ଼ା ଜିଲ୍ଲାର କମନା ପଞ୍ଚାୟତ ଅନ୍ତର୍ଗତ କୁରେଶ୍ୱର ଜିପି ଗ୍ରାମ ପଞ୍ଚାୟତରେ ସରକାରଙ୍କ ତରଫରୁ ଯେଉଁ ଅନୁଦାନ ଆସିଥାଏ ସିଏଫ୍ସି ସେଣ୍ଟ୍ରାଲ ଫାଇନାନ୍ସ କମିଶନ ଆଉ ଷ୍ଟେଟ୍ ଫାଇନାନ୍ସ କମିଶନରେ ଯେଉଁ ଅନୁଦାନ ଆସିଥାଏ ସରକାରୀ ସହାୟତା ବିଭିନ୍ନ ପ୍ରକାର ଗ୍ରାମ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ, ସେଥିରେ କିଛି କାର୍ଯ୍ୟ ନ ହୋଇ ସମ୍ପୃକ୍ତ ସରପଞ୍ଚ ଆଉ ତାଙ୍କର ଯେଉଁ ପିଓ ଯିଏ ଅଛନ୍ତି ସେ ସରକାରୀ ଅର୍ଥକୁ ଆତ୍ମସାତ କରିଛନ୍ତି ବୋଲି ଗୋଟେ ଅଭିଯୋଗ ଆସିଥିଲା। ଅଭିଯୋଗକୁ ବେସ୍ କରିକି ଆମର ଅନୁସନ୍ଧାନ ଜାରି ରହିଥିଲା ଜାନୁଆରୀ ମାସରୁ। ଅନୁସନ୍ଧାନ ସମୟରେ ଆମର ଯେ ଡିଏସ୍ପି ନୂଆପଡ଼ା ଅଛନ୍ତି ଦୀନବନ୍ଧୁ ବେହେରା, ସେ ତାକୁ ଅନୁସନ୍ଧାନ କରିଥିଲେ ଗୁପ୍ତ ଅନୁସନ୍ଧାନ ବେଳେ ସେ ତଥ୍ୟ ପାଇଲେ ଯେ ଯାହାଟା ଆମର ଅଭିଯୋଗ ଥିଲା ଯେ ଆମେ ସେମାନେ ସରକାରୀ ଅର୍ଥ ଅନୁଦାନ ଯେଉଁଟା ଆସିଛି ଆତ୍ମସାତ କରିଛନ୍ତି, କୌଣସି କାମ ହେଇନି, ତାହା ସତ ବୋଲିକି ବାହାରିଲା। ତେଣୁ ସେ ଗୋଟେ ଅଭିଯୋଗ ପତ୍ର ତାଙ୍କର ରିପୋର୍ଟ ଦାଖଲ କଲେ ମୋ ପାଖରେ। ଦାଖଲ କଲା ପରେ ମୁଁ ତାକୁ ଗୋଟେ କେସ୍ କରିକି ଆମର ଯେ ଭବାନୀପାଟଣା ଇନ୍ସପେକ୍ଟର ଅଛନ୍ତି ପ୍ରମିଳା ସିଂ ତାକୁ ତଦନ୍ତ ଭାର ଦେଇଥିଲି। ତଦନ୍ତ ବେଳେ ସେ ଜାଣିବାକୁ ପାଇଲେ କେତେ କାଗଜପତ୍ର ପାସବୁକ୍ ସିଜ୍ କଲେ। ସିଜ୍ କରିବାରୁ ଜଣାପଡ଼ିଲା ଯେ କୁରେଶ୍ୱର ଯିଏ ଗ୍ରାମ ପଞ୍ଚାୟତର ସରପଞ୍ଚ ଯିଏ ଅଛନ୍ତି ମହିଳା ଜଣେ, ତାଙ୍କର ପୁଅ ଯିଏ ଯାହାକୁ ଆମେ ଗିରଫ କରିଛୁ ସତ୍ୟବ୍ରତ ବରାଳ ବୋଲିକିରି, ତାଙ୍କ ଘର ହେଉଛି କୁରେଶ୍ୱର ଗାଁରେ। ତାଙ୍କ ମାଆ ସେଠି କୁରେଶ୍ୱର ଜିପିରେ ସରପଞ୍ଚ ଭାବେ 2022ରୁ କାମ କରୁଛନ୍ତି। କିନ୍ତୁ ସତ୍ୟବ୍ରତ ବରାଳ ଯାହାକୁ ଆମେ ଗିରଫ କରିଛୁ ସେ ପିଓ ଥିଲେ ଆମର ଘୁଚାଗୁଡ଼ା ଗ୍ରାମ ପଞ୍ଚାୟତରେ, ଯେଉଁଟାକି ସିନାପାଲି ବ୍ଲକ ଅଣ୍ଡରରେ ଆସୁଛି। ସିଏ ସିନାପାଲି ବ୍ଲକ ଅଣ୍ଡରରେ ଥିବା ଘୁଚାପଡ଼ା ଗ୍ରାମ ପଞ୍ଚାୟତରେ କାର୍ଯ୍ୟ ନକରି ତାଙ୍କର ଯେଉଁ ଗାଁ ପଞ୍ଚାୟତ ଘୁଚାପଡ଼ା ଗାଁ ପଞ୍ଚାୟତ ଯେଉଁଟା କୁରେଶ୍ୱର ଜିପିରେ ତାଙ୍କ ମାଆଙ୍କୁ ସହାୟତା କରିବା ପାଇଁ ଆଉ ସରକାରୀ ଅର୍ଥ ଆତ୍ମସାତ କରିବାର ବାଟ ଖୋଲିବା ପାଇଁ ସମ୍ପୃକ୍ତ ଆମର ଯେଉଁ ପିଓ ଥିଲେ ବରୁଣ ଦାସ, ତାଙ୍କ ସାଙ୍ଗେ ସହମତି ଭିତରେ କୌଣସି କାର୍ଯ୍ୟ ନକରି ସମ୍ପୃକ୍ତ ସରପଞ୍ଚ ଆଉ ପିଓ ବରୁଣ ଦାସଙ୍କର ଜଏଣ୍ଟ ଦସ୍ତଖତରେ ମିଳିତ ଦସ୍ତଖତରେ ସମୁଦାୟ 7,20,000 ଟଙ୍କାରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ତାଙ୍କ ନିଜ ଆକାଉଣ୍ଟକୁ ନେଇ ପିଓଙ୍କ ଆକାଉଣ୍ଟରୁ ପୁଣି ଯେଉଁ ଘୁଚାପଡ଼ା ଯିଏ ପିଓ ଥିଲେ ଆମର ସତ୍ୟବ୍ରତ ବରାଳ ଯିଏକି ସରପଞ୍ଚଙ୍କର ପୁଅ ଅଛନ୍ତି, ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଛନ୍ତି। ତାଙ୍କ ସାନ ଭାଇ ଯିଏ ରହିଛନ୍ତି ଉତ୍ତମ ବରାଳ, ତାଙ୍କ ପାଖକୁ ମଧ୍ୟ ଟ୍ରାନ୍ସଫର୍ କରିଛନ୍ତି, କିଛି କ୍ୟାସ୍ ଆକାରରେ ଦେଇଛନ୍ତି। ଏଇଭଳି ଆମ ପାଖରେ ଦସ୍ତାବିଜ ସମ୍ପୂର୍ଣ୍ଣ ହେଲା ପରେ ଆମେ ଗତକାଲି ସତ୍ୟବ୍ରତ ବରାଳ ଆଉ ଉତ୍ତମ ବରାଳ ଯିଏକି ସରପଞ୍ଚଙ୍କର 2 ଜଣ ପୁଅ, ତାଙ୍କୁ ଆମେ ଗିରଫ କରିଛୁ।